ଓମ୍ ଶାନ୍ତି। 8 ଅକ୍ଟୋବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ତୁମେ ସ୍ୱର୍ଗର ପାସପୋର୍ଟ ନେବା ପାଇଁ ଏହି ପାଠଶାଳାକୁ ଆସିଛ। ଆତ୍ମ ଅଭିମାନୀ ହୁଅ ଏବଂ ନିଜର ନାମ ରେଜିଷ୍ଟରରେ ଲେଖାଇ ଦିଅ, ତେବେ ସ୍ୱର୍ଗରେ ଆସିଯିବ। ତୁମେ ସ୍ୱର୍ଗର ପାସପୋର୍ଟ ନେବା ପାଇଁ ଏହି ପାଠଶାଳାକୁ ଆସିଛ। ଆତ୍ମ ଅଭିମାନୀ ହୁଅ ଏବଂ ନିଜର ନାମ ରେଜିଷ୍ଟରରେ ଲେଖାଇ ଦିଅ, ତେବେ ସ୍ୱର୍ଗରେ ଆସିଯିବ। ଆଜିର ପ୍ରଶ୍ନ, କେଉଁ ସ୍ମୃତି ନ ରହିବା କାରଣରୁ ସନ୍ତାନମାନେ ବାବାଙ୍କର ରିଗାର୍ଡ଼ ଅର୍ଥାତ୍ ସମ୍ମାନ ରଖୁନାହାନ୍ତି? କେଉଁ ସ୍ମୃତି ନ ରହିବା କାରଣରୁ ସନ୍ତାନମାନେ ବାବାଙ୍କର ରିଗାର୍ଡ଼ ଅର୍ଥାତ୍ ସମ୍ମାନ ରଖୁନାହାନ୍ତି? ଉତ୍ତର, କେତେକ ସନ୍ତାନମାନଙ୍କର ଏହି ସ୍ମୃତି ରହେ ନାହିଁ ଯେ ଯାହାକୁ ସାରା ଦୁନିଆ ଡାକୁଛି, ମନେ ପକାଉଛି, ସେହି ସର୍ବୋଚ୍ଚ ପିତା ଆମମାନଙ୍କ ସେବାରେ ଉପସ୍ଥିତ ଅଛନ୍ତି। ପିଲାମାନଙ୍କ ଭିତରେ ଏହି ନିଶ୍ଚୟ କ୍ରମାନୁସାରେ ରହିଛି। ଯାହାର ଯେତିକି ନିଶ୍ଚୟ ଅଛି ସେ ସେତିକି ସମ୍ମାନ ଦେଉଛି। ଗୀତ, ଜୋ ପିଆ କେ ସାଥ ହେ ଉନକେ ଲିଏ ଜ୍ଞାନ କି ବରସାତ ହେ। ଓମ୍ ଶାନ୍ତି। ସବୁ ସନ୍ତାନମାନେ ଜ୍ଞାନସାଗରଙ୍କ ସହିତ ହିଁ ଅଛନ୍ତି। ଗୋଟିଏ ସ୍ଥାନରେ ତ ଏତେ ସନ୍ତାନମାନେ ଏକାଠି ରହିପାରିବେ ନାହିଁ। ଯିଏ ବି ସାଥିରେ ଅଛନ୍ତି ସେମାନେ ସମ୍ମୁଖରେ ସିଧାସଳଖ ଜ୍ଞାନ ଶୁଣନ୍ତି। ଆଉ ଦୂରରେ ରହୁଥିବା ସନ୍ତାନମାନଙ୍କୁ ଡେରିରେ ମୁରଲୀ ମିଳିଥାଏ। କିନ୍ତୁ ଏପରି ନୁହେଁ ଯେ ଯେଉଁମାନେ ସାଥିରେ ଅଛନ୍ତି ସେମାନଙ୍କର ଅଧିକ ଉନ୍ନତି ହୁଏ, ଆଉ ଯିଏ ଦୂରରେ ଅଛନ୍ତି ସେମାନଙ୍କର କମ୍ ଉନ୍ନତି ହୁଏ। ନା, ପ୍ରକୃତରେ ଦେଖାଯାଏ ଯେ ଯିଏ ଦୂରରେ ରହନ୍ତି ସେମାନେ ଅଧିକ ପଢ଼ନ୍ତି ଏବଂ ତାଙ୍କର ଉନ୍ନତି ମଧ୍ୟ ଅଧିକ ହୁଏ। ଏତିକି ନିଶ୍ଚୟ ଅଛି ଯେ ବେହଦର ପିତା ଏଇଠି ଅଛନ୍ତି। ବ୍ରାହ୍ମଣ ସନ୍ତାନମାନେ ମଧ୍ୟ କ୍ରମାନୁସାରେ ଅଛନ୍ତି। ସନ୍ତାନମାନଙ୍କୁ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। କେତେକ ସନ୍ତାନମାନଙ୍କ ଦ୍ୱାରା ବଡ଼ ବଡ଼ ଭୁଲ ହେଉଛି। ସେମାନେ ମଧ୍ୟ ବୁଝନ୍ତି ଯେ ବେହଦର ବାବା, ଯାହାକୁ ସାରା ସୃଷ୍ଟି ମନେ ପକାଉଛି, ସିଏ ଆମ ସେବାରେ ଉପସ୍ଥିତ ହୋଇଛନ୍ତି ଏବଂ ଆମକୁ ଶ୍ରେଷ୍ଠ ହେବା ପାଇଁ ମାର୍ଗ ବତାଉଛନ୍ତି। ବହୁତ ସ୍ନେହରେ ବୁଝାଉଛନ୍ତି, ତଥାପି ବି ଏତେ ସମ୍ମାନ ଦେଉନାହାନ୍ତି। ବନ୍ଧନରେ ଥିବା ମାତାମାନେ କେତେ ମାଡ଼ ଖାଆନ୍ତି, ଛଟପଟ ହୁଅନ୍ତି, ତଥାପି ମଧ୍ୟ ବାବାଙ୍କ ସ୍ମୃତିରେ ରହି ଆଗକୁ ଚାଲିଯାଆନ୍ତି। ତାଙ୍କର ପଦ ମଧ୍ୟ ଉଚ୍ଚ ହୋଇଯାଉଛି। ବାବା ସମସ୍ତଙ୍କ ପାଇଁ କହୁନାହାନ୍ତି, ସମସ୍ତେ ତ ପୁରୁଷାର୍ଥର କ୍ରମାନୁସାରେ ଅଛନ୍ତି। ବାବା ସନ୍ତାନମାନଙ୍କୁ ସାବଧାନ କରାଉଛନ୍ତି, ସମସ୍ତେ ତ ଏକାଭଳି ହୋଇପାରିବେ ନାହିଁ। ବନ୍ଧନରେ ଥିବା ମାତାମାନେ ବାହାରେ ରହି ମଧ୍ୟ ବହୁତ ପୁଣ୍ୟ ଜମା କରନ୍ତି। ଏହି ଗୀତ ଭକ୍ତିମାର୍ଗର ଆତ୍ମାମାନଙ୍କ ପାଇଁ କରାଯାଇଛି। କିନ୍ତୁ ତୁମ ପାଇଁ ଯେମିତି ବି ଅର୍ଥ ହେଉ, ସେମାନେ କ'ଣ ଜାଣନ୍ତି ପ୍ରିୟତମ କିଏ, ସିଏ କାହାର ପ୍ରିୟତମ? ଆତ୍ମା ନିଜକୁ ଜାଣିନାହିଁ, ତେବେ ବାବାଙ୍କୁ କିପରି ଜାଣିବ? କିନ୍ତୁ ଆତ୍ମା ତ ଅଟେ ନା, ମୁଁ କ'ଣ କେଉଁଠାରୁ ଆସିଛି ତାହା ମଧ୍ୟ ଜଣାନାହିଁ। ସମସ୍ତେ ଦେହ ଅଭିମାନୀ ଅଟନ୍ତି, ଆତ୍ମ ଅଭିମାନୀ କେହି ନାହାନ୍ତି। ଯଦି ଆତ୍ମ ଅଭିମାନୀ ହେବେ, ତେବେ ଆତ୍ମାକୁ ନିଜ ପିତାଙ୍କ ପରିଚୟ ଜଣାଥିବା ଦରକାର। ଦେହ ଅଭିମାନୀ ହେବା କାରଣରୁ ନା ନିଜକୁ ନା ପରମ ପିତା ପରମାତ୍ମାକୁ ଜାଣିଛନ୍ତି। ଏଠାରେ ବାବା ସମ୍ମୁଖରେ ବସି ତୁମେ ପିଲାମାନଙ୍କୁ ବୁଝାଉଛନ୍ତି। ଏହା ହେଉଛି ବେହଦର ବିଦ୍ୟାଳୟ। ଏହାର ଏକମାତ୍ର ଲକ୍ଷ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱର୍ଗର ରାଜତ୍ୱ ପ୍ରାପ୍ତ କରିବା। ସ୍ୱର୍ଗରେ ବି ବହୁତ ପଦ ଅଛି। କେହି ରାଜାରାଣୀ ହୁଅନ୍ତି, କେହି ପ୍ରଜା ହୁଅନ୍ତି। ବାବା କହୁଛନ୍ତି, ତୁମକୁ ପୁଣି ଡବଲ ମୁକୁଟଧାରୀ କରିବା ପାଇଁ ମୁଁ ଆସିଛି। ସମସ୍ତେ ତ ଡବଲ ମୁକୁଟଧାରୀ ହୋଇପାରିବେ ନାହିଁ। ଯିଏ ଭଲ ଭାବେ ପଢ଼ନ୍ତି ସେମାନେ ନିଜେ ବୁଝି ନିଅନ୍ତି ଯେ
ଆମେ ଏହା ହୋଇପାରିବୁ। ସମର୍ପଣ ମଧ୍ୟ ହୋଇଛନ୍ତି, ନିଶ୍ଚୟ ମଧ୍ୟ ଅଛି। ସମସ୍ତେ ବୁଝନ୍ତି ଯେ ଏହାଙ୍କ ଦ୍ୱାରା ଏପରି କୌଣସି ଛି ବିକାରୀ କାମ ହୁଏ ନାହିଁ। କେତେକଙ୍କ ମଧ୍ୟରେ ବହୁତ ଅବଗୁଣ ଥାଏ। ସେମାନେ ଭାବନ୍ତି ଯେ ଆମେ କ'ଣ ଏତେ ଉଚ୍ଚ ପଦ ପାଇବୁ, ତେଣୁ ପୁରୁଷାର୍ଥ ହିଁ କରନ୍ତି ନାହିଁ। ଯଦି ବାବାଙ୍କୁ ପଚାରିବ ଯେ ମୁଁ କ'ଣ ଏହିପରି ହୋଇପାରିବି, ତେବେ ବାବା ବତାଇ ଦେବେ। ନିଜକୁ ଦେଖିଲେ ବୁଝିଯିବେ ଯେ ମୁଁ ଶ୍ରେଷ୍ଠ ପଦ ପାଇପାରିବି କି ନାହିଁ। ଲକ୍ଷଣ ମଧ୍ୟ ଥିବା ଦରକାର ନା। ସତ୍ୟଯୁଗ ତ୍ରେତା ଯୁଗରେ ତ ଏପରି କଥା ନଥାଏ। ସେଠାରେ ପ୍ରାରବ୍ଧ ରହିଛି। ପରବର୍ତ୍ତୀ ସମୟରେ ହେଉଥିବା ରାଜାମାନେ ମଧ୍ୟ ପ୍ରଜାମାନଙ୍କୁ ବହୁତ ସ୍ନେହ କରିଥାନ୍ତି। ଇଏ ତ ମାତା ପିତା ଅଟନ୍ତି। ଏହା ମଧ୍ୟ ତୁମେ ପିଲାମାନେ ହିଁ ଜାଣିଛ। ବେହଦର ବାବା ସାରା ଦୁନିଆକୁ ରେଜିଷ୍ଟ୍ରି ବା ପଞ୍ଜୀକରଣ କରୁଛନ୍ତି। ତୁମେ ବି ରେଜିଷ୍ଟ୍ରି କରୁଛ ନା? ସ୍ୱର୍ଗର ପାସପୋର୍ଟ ଦେଉଛ। ଏଠାରେ ସ୍ୱର୍ଗର ମାଲିକ ହେବା ପାଇଁ ତୁମକୁ ପାସପୋର୍ଟ ମିଳୁଛି। ବାବା କହିଥିଲେ ବୈକୁଣ୍ଠକୁ ଯିବା ପାଇଁ ଯିଏ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କର ଫଟୋ ରହିବା ଉଚିତ। କାହିଁକି ନା ତୁମେ ମନୁଷ୍ୟରୁ ଦେବତା ହେଉଛ। ପାଖରେ ମୁକୁଟ ଏବଂ ସିଂହାସନରେ ବସିଥିବା ଫଟୋ ରହୁ। ମନରେ ଚିନ୍ତନ ଆସୁ ଯେ ଆମେ ଏହିପରି ହେଉଛୁ। ପ୍ରଦର୍ଶନୀରେ ମଧ୍ୟ ଏହି ନମୁନା ରଖିବା ଦରକାର। ଏହା ହେଉଛି ରାଜଯୋଗ। ମନେକର ଜଣେ ବାରିଷ୍ଟର ହେଉଛନ୍ତି, ତେବେ ସିଏ ଗୋଟିଏ ପଟେ ସାଧାରଣ ଡ୍ରେସରେ, ଅନ୍ୟ ପଟରେ ବାରିଷ୍ଟରୀ ଡ୍ରେସରେ ରୁହନ୍ତି। ସେହିପରି ତୁମେ ମଧ୍ୟ ଗୋଟିଏ ପଟେ ସାଧାରଣ, ଅନ୍ୟ ପଟେ ଡବଲ ମୁକୁଟଧାରୀ ଅଟ। ତୁମର ଗୋଟିଏ ଚିତ୍ର ଅଛି ନା, ଯେଉଁଠି ତୁମେ ପଚାରୁଛ ଯେ କ'ଣ ହେବାକୁ ଚାହୁଁଛ। ଏହିଭଳି ବାରିଷ୍ଟର ଆଦି ହେବ ନା ରାଜାମାନଙ୍କର ରାଜା ହେବ? ଏହିପରି ଚିତ୍ର ତିଆରି ହେବା ଦରକାର। ବାରିଷ୍ଟର ଜଜ୍ ଆଦି ତ ଏହି ଦୁନିଆରେ ଅଟନ୍ତି। ତୁମମାନଙ୍କୁ ରାଜାମାନଙ୍କର ରାଜା ନୂଆ ଦୁନିଆରେ ହେବାର ଅଛି। ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ଅଛି। ଆମେ ଏହିପରି ହେଉଛୁ। ଜ୍ଞାନ କେତେ ବଢ଼ିଆ। ଚିତ୍ର ବି ବଡ଼ ଆକାରର ବହୁତ ସୁନ୍ଦର ହେବା ଉଚିତ। ସେମାନେ ବାରିଷ୍ଟରୀ ପଢ଼ୁଛନ୍ତି, ତେଣୁ ବାରିଷ୍ଟର ସହିତ ଯୋଗ ଲଗାଇ ବାରିଷ୍ଟର ହିଁ ହେଉଛନ୍ତି। ଆମର ପରମ ପିତା ପରମାତ୍ମାଙ୍କ ସହିତ ଯୋଗ ରହିଛି, ତେଣୁ ଆମେ ଡବଲ ମୁକୁଟଧାରୀ ହେଉଛୁ। ଏବେ ପିଲାମାନଙ୍କୁ ବାବା ବୁଝାଉଛନ୍ତି ଯେ ବର୍ତ୍ତମାନ ସେବା କରିବା ଦରକାର। ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ସମ୍ବନ୍ଧରେ ବୁଝାଇବା ବହୁତ ସହଜ ହେବ। ଆମେ ଏପରି ହେଉଛୁ, ତେଣୁ ଆମ ପାଇଁ ନିଶ୍ଚୟ ନୂଆ ଦୁନିଆ ଦରକାର। ନର୍କ ପରେ ସ୍ୱର୍ଗ ହେଉଛି। ବର୍ତ୍ତମାନ ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ଏହି ପାଠପଢ଼ା ଆମକୁ କେତେ ଶ୍ରେଷ୍ଠ କରିଦେଉଛି। ଏଥିରେ ପଇସା ଆଦିର ଦରକାର ନାହିଁ। ପାଠପଢ଼ା ପ୍ରତି ଆଗ୍ରହ ରହିବା ଉଚିତ। ଜଣେ ବହୁତ ଗରିବ ଲୋକ ଥିଲା, ପଢ଼ିବା ପାଇଁ ପଇସା ନଥିଲା। ପୁଣି ପାଠ ପଢ଼ି ଏତେ ବିଜ୍ଞ ହୋଇଗଲା ଯେ ରାଣୀ ଭିକ୍ଟୋରିଆଙ୍କର ମନ୍ତ୍ରୀ ହୋଇଗଲା। ତୁମେ ମଧ୍ୟ ଏବେ କେତେ ଗରିବ ଅଟ। ବାବା ତୁମକୁ କେତେ ଶ୍ରେଷ୍ଠ ପାଠ ପଢ଼ାଉଛନ୍ତି। ଏଥିରେ କେବଳ ବୁଦ୍ଧିରେ ବାବାଙ୍କୁ ମନେ ପକାଇବାର ଅଛି। ବତୀ ଆଦି ଜଳାଇବା କିଛି ଦରକାର ନାହିଁ। କେଉଁଠାରେ ବି ବସି ମନେ ପକାଅ। କିନ୍ତୁ ମାୟା ଏପରି, ଯାହାକି ବାବାଙ୍କର ସ୍ମୃତି ଭୁଲାଇ ଦେଉଛି। ଯୋଗରେ ହିଁ ବିଘ୍ନ ପଡ଼ିଥାଏ। ଏହା ହିଁ ଯୁଦ୍ଧ ଅଟେ ନା। ବାବାଙ୍କ ସ୍ମୃତିରେ ରହିଲେ ହିଁ ଆତ୍ମା ପବିତ୍ର ହୁଏ। ପାଠ ପଢ଼ାରେ ମାୟା କିଛି କରିନଥାଏ। ପାଠପଢ଼ା ଠାରୁ ଯୋଗର ନିଶା ଶ୍ରେଷ୍ଠ। ତେଣୁ ପ୍ରାଚୀନ ଯୋଗର ଗାୟନ ଅଛି। ଯୋଗ ଏବଂ ଜ୍ଞାନ କୁହାଯାଏ। ଯୋଗ ଲଗାଇବା ପାଇଁ ଜ୍ଞାନ ମିଳେ, ଏହିପରି ଭାବିବା ଆବଶ୍ୟକ। ପୁଣି ତା ସହିତ ସୃଷ୍ଟିଚକ୍ରର ମଧ୍ୟ ଜ୍ଞାନ ଅଛି। ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ କେହି ଜାଣିନାହାନ୍ତି। ବାବା ଭାରତର ପ୍ରାଚୀନ ଯୋଗ ହିଁ ଶିଖାଉଛନ୍ତି। ନୂଆ ଦୁନିଆକୁ ତ ପ୍ରାଚୀନ କୁହାଯାଏ। ତାକୁ ପୁଣି ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଇଛନ୍ତି। କଳ୍ପର ଆୟୁଷ ମଧ୍ୟ ଅନେକ ପ୍ରକାରର ବତାଉଛନ୍ତି। କିଏ କ'ଣ କହୁଛନ୍ତି, ଆଉ କିଏ ଆଉ କ'ଣ କହୁଛନ୍ତି। ଏଠାରେ ଏକମାତ୍ର ବାବା ହିଁ ତୁମକୁ ପଢ଼ାଉଛନ୍ତି। ତୁମେ ବାହାରକୁ ଗଲେ ବି ଚିତ୍ର ମିଳିବ। ଇଏ ତ ବ୍ୟାପାରୀ ଅଟନ୍ତି ନା।
ବାବା କହୁଛନ୍ତି କପଡ଼ାରେ ମଧ୍ୟ ଛାପି ପାରିବ। ଯଦି କାହା ପାଖରେ ବଡ଼ ସ୍କ୍ରିନ୍ ପ୍ରେସ୍ ନାହିଁ ତେବେ ଅଧା ଅଧା କରିଦିଅନ୍ତି, ପୁଣି ଏପରି ଯୋଡ଼ି ଦିଅନ୍ତି ଯେ ଜଣା ବି ପଡ଼େ ନାହିଁ। ବେହଦର ବାବା ଅର୍ଥାତ୍ ବଡ଼ ସରକାର କହୁଛନ୍ତି, ଯଦି କିଏ ଛପାଇ ଦେଖାଇବେ ତେବେ ମୁଁ ତାଙ୍କର ନାମ ପ୍ରସିଦ୍ଧ କରିବି। ଏହି ଚିତ୍ର କପଡ଼ାରେ ଛପାଇ ବିଦେଶକୁ ନେଇଗଲେ ପ୍ରତ୍ୟେକ ଚିତ୍ର ପାଇଁ ତୁମକୁ 5-10 ହଜାର ମଧ୍ୟ ଦେଇଦେବେ। ସେଠାରେ ତ ବହୁତ ପଇସା ଅଛି। ଏହା ହୋଇପାରିବ କାହିଁକି ନା ବହୁତ ବଡ଼ ବଡ଼ ପ୍ରେସ୍ ଅଛି। ସହରର ବିଭିନ୍ନ ଦୃଶ୍ୟ ଏହିପରି ଛପା ହେଉଛି ସେ କଥା ନ କହିଲେ ଭଲ। ଏହା ମଧ୍ୟ ଛପା ହୋଇପାରିବ। ଏହା ଏପରି ଫାଷ୍ଟ କ୍ଲାସ୍ ଜିନିଷ ଯେ କହିବେ ଏଥିରେ ହିଁ ସତ୍ୟ ଜ୍ଞାନ ଅଛି, ଆଉ କାହା ପାଖରେ ଏହି ଜ୍ଞାନ ନାହିଁ। ଏହା କାହାକୁ ଜଣା ହିଁ ନାହିଁ। ପୁଣି ବୁଝାଇଲା ବାଲା ମଧ୍ୟ ଇଂରାଜୀ ଭାଷାରେ ହୁସିଆର ହେବା ଦରକାର। ଇଂରାଜୀ ତ ସମସ୍ତେ ଜାଣନ୍ତି, ତାଙ୍କୁ ବି ତ ସନ୍ଦେଶ ଦେବାର ଅଛି ନା। ଡ୍ରାମାନୁସାରେ ସେମାନେ ହିଁ ବିନାଶ ଅର୍ଥେ ନିମିତ୍ତ ହୋଇଛନ୍ତି। ବାବା କହୁଛନ୍ତି ତାଙ୍କ ପାଖରେ ଏପରି ବୋମା ଆଦି ଅଛି, ଯଦି ପରସ୍ପର ସହିତ ମିଶିଯିବେ ତେବେ ସାରା ବିଶ୍ୱର ମାଲିକ ହୋଇପାରିବେ। କିନ୍ତୁ ଏହି ଡ୍ରାମା ଏପରି ତିଆରି ହୋଇଛି ଯଦ୍ୱାରା ତୁମେ ହିଁ ଯୋଗବଳ ଆଧାରରେ ବିଶ୍ୱର ରାଜତ୍ୱ ନେଉଛ। ଅସ୍ତ୍ରଶସ୍ତ୍ର ଦ୍ୱାରା ବିଶ୍ୱର ମାଲିକ ହୋଇପାରିବେ ନାହିଁ। ତାହା ହେଉଛି ବିଜ୍ଞାନ, ତୁମର ହେଉଛି ନୀରବତା। କେବଳ ବାବା ଏବଂ ଚକ୍ରକୁ ମନେ ପକାଅ ଏବଂ ଅନ୍ୟ ଆତ୍ମାକୁ ନିଜ ସମାନ କରି ଗଢ଼। ତୁମେମାନେ ଯୋଗବଳ ଦ୍ୱାରା ବିଶ୍ୱର ରାଜତ୍ୱ ନେଉଛ। ସେମାନେ ନିଜ ନିଜ ମଧ୍ୟରେ ନିଶ୍ଚୟ ଲଢ଼େଇ କରିବେ। ମଝିରେ ତୁମକୁ ହିଁ ଲହୁଣୀ ମିଳିବ। ଶ୍ରୀକୃଷ୍ଣଙ୍କ ମୁଖରେ ଲହୁଣୀ ରୂପକ ସ୍ୱର୍ଗର ଗୋଲକ ଦେଖାଇଛନ୍ତି। କଥାରେ ଅଛି, 2 ଜଣ ନିଜ ମଧ୍ୟରେ ଲଢ଼ିଲେ ତୃତୀୟ ଜଣକ ଲହୁଣୀ ଖାଇଗଲା। ଏପରି ବି ହେଉଛି ତୁମକୁ ସାରା ବିଶ୍ୱର ରାଜତ୍ୱ ଲହୁଣୀ ରୂପେ ମିଳୁଛି। ତେବେ ତୁମେ କେତେ ଖୁସି ହେବା ଉଚିତ। ବାହା ବାବା, ଏହା ଆପଣଙ୍କର ଚମତ୍କାରିତା ଅଟେ। ଏହା ଆପଣଙ୍କର ହିଁ ଜ୍ଞାନ ଅଟେ, ବହୁତ ଶ୍ରେଷ୍ଠ ଜ୍ଞାନ। ଆଦି ସନାତନ ଦେବୀ ଦେବତା ଧର୍ମାବଲମ୍ବୀ ବିଶ୍ୱର ବାସାଇ କିପରି ପ୍ରାପ୍ତ କଲେ ଏହା କାହାର ବୁଦ୍ଧିରେ ନଥିବ। ସେହି ସମୟରେ ଆଉ କୌଣସି ରାଷ୍ଟ୍ର ରହିବ ନାହିଁ। ବାବା କହୁଛନ୍ତି, ମୁଁ ବିଶ୍ୱର ମାଲିକ ହେଉନାହିଁ, ତୁମକୁ କରାଉଛି। ତୁମେ ଏହି ପାଠପଢ଼ା ଦ୍ୱାରା ବିଶ୍ୱର ମାଲିକ ହେଉଛ। ମୁଁ ପରମାତ୍ମା ତ ଅଶରୀରୀ ଅଟେ। ତୁମ ସମସ୍ତଙ୍କର ଶରୀର ଅଛି। ତୁମେ ହେଉଛ ଦେହଧାରୀ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ମଧ୍ୟ ସୂକ୍ଷ୍ମ ଶରୀର ଅଛି। ଯେପରି ତୁମେ ଆତ୍ମା, ସେହିପରି ମୁଁ ମଧ୍ୟ ପରମାତ୍ମା ଅଟେ। ମୋର ଜନ୍ମ ଦିବ୍ୟ ଏବଂ ଅଲୌକିକ। ଆଉ କେହି ମଧ୍ୟ ଏପରି ଜନ୍ମ ନିଅନ୍ତି ନାହିଁ। ଏହା ପୂର୍ବ ନିର୍ଦ୍ଧାରିତ। ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇଛି। ଯଦି ଏବେ କେହି ମରିଯାଆନ୍ତି ତେବେ ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଡ୍ରାମାର ଜ୍ଞାନ ମିଳୁଛି, କ୍ରମାନୁଯାୟୀ ବୁଝିବେ। କେତେକ ନିର୍ବୁଦ୍ଧିଆ ହୋଇଥାନ୍ତି। 3ଟି ଗ୍ରେଡର ବା ଶ୍ରେଣୀର ଥାନ୍ତି। ଶେଷ ଶ୍ରେଣୀର ଆତ୍ମାମାନଙ୍କୁ ନିର୍ବୁଦ୍ଧିଆ କୁହାଯାଏ। ନିଜେ ମଧ୍ୟ ବୁଝନ୍ତି ଯେ ଇଏ ପ୍ରଥମ ଗ୍ରେଡରେ ଅଛନ୍ତି, ଇଏ ଦ୍ୱିତୀୟ ଗ୍ରେଡରେ ଅଛନ୍ତି। ପ୍ରଜା ମଧ୍ୟ ଏହିପରି ଅଛନ୍ତି। ପାଠପଢ଼ା ତ ଗୋଟିଏ। ସନ୍ତାନମାନେ ଜାଣନ୍ତି ଯେ ଏହି ପାଠ ପଢ଼ି ଆମେ 2 ମୁକୁଟଧାରୀ ହେବା। ଆମେ ପ୍ରଥମେ 2 ମୁକୁଟଧାରୀ ଥିଲୁ, ପୁଣି ଏକ ମୁକୁଟଧାରୀ ହେଲୁ, ପୁଣି ଏବେ ମୁକୁଟବିହୀନ ହୋଇଯାଇଛୁ। କୁହାଯାଏ ଯେପରି କର୍ମ ସେହିପରି ଫଳ ମିଳିଥାଏ। ସତ୍ୟ ଯୁଗରେ ଏପରି କୁହାଯିବ ନାହିଁ। ଏଠାରେ ଭଲ କର୍ମ କରିଲେ ତ ଗୋଟିଏ ଜନ୍ମ ପାଇଁ ଭଲ ଫଳ ମିଳିବ। କେହି ଏପରି କର୍ମ କରନ୍ତି ଯିଏକି ଜନ୍ମରୁ ହିଁ ରୋଗୀ ହୁଅନ୍ତୁ। ଏହା ମଧ୍ୟ କର୍ମଭୋଗ ଅଟେ ନା। ସନ୍ତାନମାନଙ୍କୁ କର୍ମ ଅକର୍ମ ବିକର୍ମର ଜ୍ଞାନ ମଧ୍ୟ ବୁଝାଇଛନ୍ତି। ଏଇଠି ଯେପରି କର୍ମ କରନ୍ତି ତାହାର ଭଲ ବା ମନ୍ଦ ଫଳ ପାଆନ୍ତି। ଯଦି କେହି ସାହୁକାର ହୁଅନ୍ତି ତେବେ ନିଶ୍ଚୟ ଭଲ କର୍ମ କରିଥିବେ। ଏବେ ତୁମେ ଜନ୍ମ ଜନ୍ମାନ୍ତରର ପ୍ରାରବ୍ଧ ତିଆରି କରୁଛ। ବର୍ତ୍ତମାନର ପୁରୁଷାର୍ଥ ଅନୁସାରେ ସେଠାରେ ଗରିବ ଓ ସାହୁକାର ମଧ୍ୟରେ ଅନ୍ତର ତ ରହିଥାଏ। ତାହା 21 ଜନ୍ମ ପାଇଁ ଅବିନାଶୀ ପ୍ରାରବ୍ଧ ଅଟେ। ଏଠାରେ ଅଳ୍ପ କାଳ ପାଇଁ ମିଳେ। କର୍ମ ତ ଚାଲିଛି ନା।
ଏହା ହେଉଛି କର୍ମକ୍ଷେତ୍ର। ସତ୍ୟଯୁଗ ହେଉଛି ସ୍ୱର୍ଗର କର୍ମକ୍ଷେତ୍ର। ସେଠାରେ ବିକର୍ମ ହୁଏ ନାହିଁ। ଏହି କଥା ସବୁ ବୁଦ୍ଧିରେ ଧାରଣ କରିବା ଉଚିତ। କ୍ୱଚିତ କେତେକ ଅଛନ୍ତି ଯେଉଁମାନେ ସର୍ବଦା ପଏଣ୍ଟ ଲେଖନ୍ତି। ଚାର୍ଟ ବି ଲେଖି ଲେଖି ପୁଣି ଥକି ଯାଆନ୍ତି। ତୁମ୍ଭେ ପିଲାମାନଙ୍କୁ ପଏଣ୍ଟ ଲେଖିବା ଉଚିତ। ବହୁତ ଗୁହ୍ୟ ପଏଣ୍ଟ ଅଛି ଯାହାକି ତୁମେ ସବୁ ମନେ ପକାଇ ପାରିବ ନାହିଁ, ଭୁଲିଯିବ। ପୁଣି ପଶ୍ଚାତାପ କରିବ ଯେ ଏହି ପଏଣ୍ଟ ତ ମୁଁ ଭୁଲିଗଲି। ସମସ୍ତଙ୍କର ଏହି ଅବସ୍ଥା ହୁଏ, ବହୁତ ଭୁଲି ଯାଆନ୍ତି। ପୁଣି ତା ପରଦିନ ମନେ ପଡ଼ିଥାଏ। ସନ୍ତାନମାନେ ନିଜର ଉନ୍ନତି ପ୍ରତି ଧ୍ୟାନ ଦେବା ଉଚିତ। ବାବା ଜାଣନ୍ତି କେହି କ୍ୱଚିତ ଯଥାର୍ଥ ରୀତିରେ ଚାର୍ଟ ଲେଖୁଥିବେ। ବାବା ମଧ୍ୟ ବ୍ୟବସାୟୀ ଅଟନ୍ତି ନା? ସେମାନେ ବିନାଶୀ ରତ୍ନର ବ୍ୟବସାୟୀ ଅଟନ୍ତି। ଇଏ ଜ୍ଞାନ ରତ୍ନର ବ୍ୟବସାୟୀ ଅଟନ୍ତି। ବହୁତ ପିଲା ଯୋଗରେ ହିଁ ଫେଲ ହୁଅନ୍ତି। ସଠିକ ସ୍ମୃତିରେ କ୍ୱଚିତ କେହି ଘଣ୍ଟାଏ ବା 1.5 ଘଣ୍ଟା ରହିପାରନ୍ତି। 8 ଘଣ୍ଟା ତ ପୁରୁଷାର୍ଥ କରିବାକୁ ହେବ। ତୁମ ପିଲାମାନଙ୍କୁ ଶରୀର ନିର୍ବାହ ଅର୍ଥେ କର୍ମ ମଧ୍ୟ କରିବାକୁ ହେବ। ବାବା ପ୍ରେମିକ ପ୍ରେମିକାର ମଧ୍ୟ ଦୃଷ୍ଟାନ୍ତ ଦେଇଛନ୍ତି। ବସି ବସି ମନେ ପକାଇବା ମାତ୍ରେ ତାଙ୍କର ଚିତ୍ର ସମ୍ମୁଖକୁ ଆସିଯାଏ। ଏହା ବି ଏକ ସାକ୍ଷାତକାର ଅଟେ। ପରସ୍ପର ପରସ୍ପରକୁ ମନେ ପକାଇଥାନ୍ତି। ଏଠାରେ ତ ଜଣେ ପ୍ରେମିକ ଅଛନ୍ତି, ଆଉ ତୁମେ ସବୁ ପ୍ରେମିକା ଅଟ। ସେଇ ସୁନ୍ଦର ପ୍ରିୟତମ ତ ସର୍ବଦା ଗୋରା ଅଟନ୍ତି, ସଦା ପବିତ୍ର ଅଟନ୍ତି। ବାବା କହୁଛନ୍ତି, ମୁଁ ହେଉଛି ଯାତ୍ରୀ, ସଦା ସୁନ୍ଦର ଅଟେ, ତୁମକୁ ମଧ୍ୟ ସୁନ୍ଦର କରୁଛି। ଏହି ଦେବତାମାନଙ୍କର ନୈସର୍ଗିକ ସୌନ୍ଦର୍ଯ୍ୟ ଥାଏ। ଏଠାରେ ତ କିଭଳି କିଭଳି ଫେସନ କରୁଛନ୍ତି, ଭିନ୍ନ ଭିନ୍ନ ପ୍ରକାରର ପୋଷାକ ପିନ୍ଧୁଛନ୍ତି। ସେଠାରେ ତ ଏକରସ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ। ତୁମେ ଏବେଠାରୁ ଏପରି ଦୁନିଆକୁ ଯାଉଛ। ବାବା କହୁଛନ୍ତି, ମୁଁ ପୁରୁଣା ପତିତ ଦେଶ ପତିତ ଶରୀରରେ ଆସୁଛି। ଏଠାରେ ପବିତ୍ର ଶରୀର ନାହିଁ। ବାବା କହୁଛନ୍ତି, ଏହାଙ୍କର ବହୁତ ଜନ୍ମର ଶେଷରେ ମୁଁ ପ୍ରବେଶ କରି ପ୍ରବୃତ୍ତି ମାର୍ଗର ସ୍ଥାପନା କରୁଛି। ଆଗକୁ ତୁମେ ସେବାଧାରୀ ହୋଇଯିବ। ଯେତେ ପୁରୁଷାର୍ଥ କରିବ ସେତେ ବୁଝିବ। ପୂର୍ବରୁ ମଧ୍ୟ ଏପରି ପୁରୁଷାର୍ଥ କରିଥିଲ, ଏବେ ପୁଣି କରୁଛ। ବିନା ପୁରୁଷାର୍ଥରେ କିଛି ବି ମିଳିପାରିବ ନାହିଁ। ତୁମେ ଜାଣିଛ ଯେ ଆମେ ନରରୁ ନାରାୟଣ ହେବାର ପୁରୁଷାର୍ଥ କରୁଛୁ। ନୂଆ ଦୁନିଆର ରାଜଧାନୀ ଥିଲା, ଏବେ ନାହିଁ, ପୁଣି ହେବ। କଳିଯୁଗ ପରେ ପୁଣି ସ୍ୱର୍ଣ୍ଣିମ ଯୁଗ ନିଶ୍ଚୟ ହେବ। ରାଜଧାନୀ ନିଶ୍ଚିତ ସ୍ଥାପନ ହେବ, ପୂର୍ବ କଳ୍ପ ସଦୃଶ୍ୟ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବାବାଙ୍କ ନିକଟରେ ସମର୍ପଣ ହେବା ସହିତ ନିଶ୍ଚୟ ବୁଦ୍ଧି ମଧ୍ୟ ହେବାକୁ ପଡ଼ିବ। ଯେବେ ତୁମ ଦ୍ୱାରା କୌଣସି ବି ବିକାରୀ କର୍ମ ହେଉନଥିବ, ଭିତରେ କୌଣସି ଅବଗୁଣ ନଥିବ, ତେବେ ଯାଇ ଉଚ୍ଚପଦ ମିଳିପାରିବ। 2 ନମ୍ବର। ଜ୍ଞାନ ରତ୍ନର ବ୍ୟବସାୟ କରିବା ପାଇଁ ବାବା ଯେଉଁ ଭଲ ଭଲ ପଏଣ୍ଟ ସବୁ ଶୁଣାଉଛନ୍ତି, ସେଗୁଡ଼ିକୁ ନୋଟ କରିବାକୁ ହେବ। ପୁଣି ସେଗୁଡ଼ିକୁ ମନେ ପକାଇ ଅନ୍ୟମାନଙ୍କୁ ଶୁଣାଇବାକୁ ହେବ। ସର୍ବଦା ନିଜର ଉନ୍ନତି ପ୍ରତି ଧ୍ୟାନ ଦେବାକୁ ହେବ। ଆଜିର ବରଦାନ। ବାଳକ ଏବଂ ମାଲିକ ପଣିଆର ସମାନତା ଦ୍ୱାରା ସର୍ବ ସମ୍ପତ୍ତିରେ ସମ୍ପନ୍ନ ହୁଅ। ବାଳକ ଏବଂ ମାଲିକ ପଣିଆର ସମାନତା ଦ୍ୱାରା ସର୍ବ ସମ୍ପତ୍ତିରେ ସମ୍ପନ୍ନ ହୁଅ। ଡିଟେଲ୍ସ। ଯେପରି ବାଳକ ପଣିଆର ନିଶା ସମସ୍ତଙ୍କ ଭିତରେ ରହିଛି, ସେହିପରି ବାଳକ ହିସାବରେ ମାଲିକ ଅର୍ଥାତ୍ ବାବାଙ୍କ ସମାନ ସମ୍ପନ୍ନ ସ୍ଥିତିର ଅନୁଭବ କର। ତେବେ ମାଲିକ ପଣିଆର ବିଶେଷତା ହେଲା, ଯେତିକି ମାଲିକ ଅଟ ସେତିକି ବିଶ୍ୱ ସେବାଧାରୀର ସଂସ୍କାର ସର୍ବଦା ଜାଗ୍ରତ ରୂପରେ ରହୁ। ମାଲିକ ପଣିଆର ନିଶା ଏବଂ ବିଶ୍ୱ ସେବାଧାରୀର ନିଶା ଯଦି ସମାନ ରୂପରେ ରହିବ, ତେବେ କୁହାଯିବ ବାପ ସମାନ।
ବାଳକ ଏବଂ ମାଲିକ ଦୁଇଟି ଯାକ ସ୍ୱରୂପ ସର୍ବଦା ପ୍ରତ୍ୟକ୍ଷ ରୂପରେ କର୍ମକ୍ଷେତ୍ରରେ ଦେଖାଯାଉ। ତେବେ ଯାଇ ବାବାଙ୍କ ସମାନ ସର୍ବସମ୍ପତ୍ତିରେ ସମ୍ପନ୍ନ ସ୍ଥିତିର ଅନୁଭବ କରିପାରିବ। ଆଜିର ସ୍ଲୋଗାନ, ଯଦି ଜ୍ଞାନର ଅସରନ୍ତି ସମ୍ପତ୍ତିର ଅଧିକାରୀ ହୋଇଯିବ, ତେବେ ଅଧୀନତା ସମାପ୍ତ ହୋଇଯିବ। ଯଦି ଜ୍ଞାନର ଅସରନ୍ତି ସମ୍ପତ୍ତିର ଅଧିକାରୀ ହୋଇଯିବ, ତେବେ ଅଧୀନତା ସମାପ୍ତ ହୋଇଯିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଯେପରି ବାଣୀ ଦ୍ୱାରା ସେବା କରିବାର ଅଭ୍ୟାସ ସ୍ୱାଭାବିକ ହୋଇଗଲାଣି, ସେହିପରି ମାନସିକ ସେବା ମଧ୍ୟ ଏକାଠି ଏବଂ ସ୍ୱାଭାବିକ ହେଉ। ଯଦି ବାଣୀ ସହିତ ମାନସିକ ସେବା ଅର୍ଥାତ୍ ସଂକଳ୍ପ ଦ୍ୱାରା ସେବା ମଧ୍ୟ କରିଚାଲିବ, ତେବେ ତୁମକୁ କମ୍ କଥା କହିବାକୁ ପଡ଼ିବ। କଥା କହିବାରେ ଯେତିକି ଶକ୍ତି ଖର୍ଚ୍ଚ କରୁଛ, ତାହା ମାନସିକ ସେବାର ସହଯୋଗ କାରଣରୁ ବାଣୀର ଶକ୍ତି ଜମା ହେବ ଏବଂ ସଂକଳ୍ପର ଶକ୍ତିଶାଳୀ ସେବା ଅଧିକ ସଫଳତା ଅନୁଭବ କରାଇବ। ଓମ୍ ଶାନ୍ତି।